एसएसबी ओडिया लेक्चरर क्वेश्चन पेपर 2022। 1 नंबर प्रश्न, केउंटी ओडिया स्वर ध्वनिर लक्षण नुहे? ऑप्शन ए सघोषता, बी निर्बाध वायु प्रवाह, सी निरनुनासिकता, डी स्वरतंत्री रे कंपनहीनता। 2 नंबर प्रश्न, वर्गीय व्यंजन ध्वनि गुड़िकर केउं केउं ध्वनि महाप्राण? ऑप्शन ए प्रथम और द्वितीय, बी द्वितीय और तृतीय, सी द्वितीय और चतुर्थ, डी तृतीय और पंचम। 3 नंबर प्रश्न, उच्चारण स्थान और प्रयत्न विधि विचार रे स्वतंत्र थिबा व्यंजन वर्ण गुड़ी को कौन कहुए? ऑप्शन ए वर्गीय व्यंजन वर्ण, ऑप्शन बी अवर्गीय व्यंजन वर्ण, सी लोड़ित व्यंजन वर्ण, डी स्पर्श संघर्षी व्यंजन वर्ण। 4 नंबर प्रश्न, केउंटी देशज शब्द? ऑप्शन ए अच्छी डगर, बी उआस, सी सराई, डी लता। 5 नंबर प्रश्न, बाखर केउं शब्द वर्गर अंतर्भुक्त? ऑप्शन ए तत्सम, बी तद्भव, सी देशज, डी वैदेशिक। 6 नंबर प्रश्न, केउंटी कृदंत पद? ऑप्शन ए लाघव, बी क्रोध, सी कौतुक, डी भाद्र। 7 नंबर प्रश्न, वैश्रवण शब्द रे केउं अर्थ रे अ प्रत्यय होइछि? ऑप्शन ए भक्त अर्थ रे, बी भावार्थ रे, सी अपत्य अर्थ रे, डी आगत बा प्राप्त अर्थ रे। 8 नंबर, केउंटी तड़ीलता शब्दर संधि विच्छेद रूप? ऑप्शन ए तड़ित युक्त लता, बी तड़ युक्त इत युक्त लता, सी तड़ित युक्त लता, डी तड़ी युक्त लता। 9 नंबर प्रश्न, मुक्ति पाइबाकू इच्छा को एक पदरे प्रकाश कले कौन हेब? ऑप्शन ए मुमुर्षु, बी मुक्तिकामी, सी मुक्तिकांक्षी, डी मुमुक्षा। 10 नंबर प्रश्न, मो नीति तांको नीति ठारू भिन्न? ए वाक्य रे नीति ठारू ठारे केउं अर्थ रे पंचमी विभक्ति होइछि? ऑप्शन ए हेतु बा कारण बुझाइबा अर्थ रे, ऑप्शन बी अछि दुई बा बहु भितरे उत्कर्ष बा अपकर्ष बुझाइबा अर्थ रे, सी भिन्नार्थक शब्द जोगे, डी असमापिका क्रिया लोपे। 11 नंबर प्रश्न, अनन्य सादृश्य बा असादृश्य अर्थ रे केउं विभक्ति हुए? ऑप्शन ए अछि तृतीया, बी चतुर्थी, सी पंचमी, डी सप्तमी। 12 नंबर प्रश्न, गुण विशिष्ट सृष्टि विश्व स्रष्टा विभिन्न विभिन्न व्यक्ति को करिसेंती? एठारे केउं लक्षण अभाव जोगु एहाकू शुद्ध वाक्य कुहाजिब नाही? ऑप्शन ए आकांक्षा, बी आसक्ति, सी योग्यता, डी युक्ति युक्तता।
13 ନମ୍ବର ପ୍ରଶ୍ନ, ନିମ୍ନ ସମସ୍ତ ପଦରେ କେଉଁଟିର ପୂର୍ବପଦ ବିଶେଷଣ ଏବଂ ପରପଦ ବିଶେଷଣ? ଅପସନ୍ ଏ ରାଜର୍ଷି, ବି ପୁରୁଷୋତ୍ତମ, ସି ପୁଷ୍ପିତଲତା, ଡି ନତୋନ୍ନତ। 14 ନମ୍ବର ପ୍ରଶ୍ନ, ମୁଣ୍ଡ ଥଣ୍ଡା କରିବା ରୂଢ଼ି କେଉଁ ଅର୍ଥରେ ବ୍ୟବହୃତ ହୁଏ? ଅପସନ୍ ଏ ପ୍ରକୃତିସ୍ଥ ହେବା, ବି ମୁଣ୍ଡରେ ପାଣି ଦେବା, ଡି ସି ମୁଣ୍ଡରେ ତେଲ ମାଲିସ କରିବା, ଡି ମୁଣ୍ଡ ଖେଳେଇବା। 15 ନମ୍ବର ପ୍ରଶ୍ନ, କେଉଁଟି ବୈଦର୍ଭୀ ରୀତି ପାଇଁ ଆବଶ୍ୟକ ନୁହେଁ? ଅପସନ୍ ଏ ଦୀର୍ଘ ଆଡ଼ମ୍ବରପୂର୍ଣ୍ଣ ବାକ୍ୟ ବିନ୍ୟାସ, ବି ଲଳିତ କୋମଳ ରଚନା, ସି ମାଧୁର୍ଯ୍ୟବ୍ୟଞ୍ଜକ ବର୍ଣ୍ଣ, ଡି ସମାସ ସ୍ୱଳ୍ପତା। 16 ନମ୍ବର ପ୍ରଶ୍ନ, କେଉଁ ଉପନିଷଦରେ ରସୋବୈଷହର ଉଲ୍ଲେଖ ଅଛି? ଅପସନ୍ ଏ କଠ, ବି କେନ, ସି ତୈତ୍ତିରୀୟ, ଡି ଐତରେୟ। 17 ନମ୍ବର ପ୍ରଶ୍ନ, କେଉଁଟି କ୍ଲାସିସିଜିମ୍ର ଲକ୍ଷଣ ନୁହେଁ? ଅପସନ୍ ଏ ଔଚିତ୍ୟବୋଧ, ବି ମର୍ଯ୍ୟାଦାବୋଧ, ସି ପରମ୍ପରା ପ୍ରୀତି, ଡି ଦୁଃସାହସିକତା। 18 ନମ୍ବର ପ୍ରଶ୍ନ, ବିଭିନ୍ନାର୍ଥବୋଧକ ଏକ ପ୍ରକାର ଶବ୍ଦମାନଙ୍କର ବାରମ୍ବାର ଆବୃତ୍ତି ହେଲେ କେଉଁ ଅଳଙ୍କାର ହୁଏ? ଅପସନ୍ ଏ ଅନୁପ୍ରାସ, ବି ଯମକ, ସି ଶ୍ଳେଷ, ଡି ଉପମା। 19 ନମ୍ବର ପ୍ରଶ୍ନ, ନୀଳ ନିରଦମାଳେ ଖେଳେ ଚପଳା, ଖଳ ପୀରତି ପ୍ରାୟେ ସଦା ଚପଳା। ଏଠାରେ କେଉଁ ଅଳଙ୍କାର ହୋଇଛି? ଅପସନ୍ ଏ ଉତ୍ପ୍ରେକ୍ଷା, ବି ଶ୍ଳେଷ, ସି ଉପମା, ଡି ବିଭାବନା। 20 ନମ୍ବର ପ୍ରଶ୍ନ, କେଉଁଠାରେ ଉତ୍ପ୍ରେକ୍ଷା ଅଳଙ୍କାର ହୁଏ? ଅପସନ୍ ଏ ଉପମେୟକୁ ଉପମାନ ରୂପେ ତର୍କଣା କରାଗଲେ, ବି ଉପମେୟ ଓ ଉପମାନ ମଧ୍ୟରେ ଅଭେଦ କଳ୍ପନା କରାଗଲେ, ସି ଉପମାନ ଅପେକ୍ଷା ଉପମେୟର ଉତ୍କର୍ଷ ବା ଅପକର୍ଷ ପ୍ରତିପାଦିତ ହେଲେ, ଡି ବିନା କାରଣରେ କାର୍ଯ୍ୟର ଉତ୍ପତ୍ତି ଘଟିଲେ। 21 ନମ୍ବର ପ୍ରଶ୍ନ, ନିମ୍ନଲିଖିତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଲୋକସାହିତ୍ୟର ସଂଗ୍ରାହକ ନୁହନ୍ତି? ଅପସନ୍ ଏ ଚକ୍ରଧର ମହାପାତ୍ର, ବି ଗୋପାଳଚନ୍ଦ୍ର ପ୍ରହରାଜ, ସି ମହେନ୍ଦ୍ର କୁମାର ମିଶ୍ର, ଡି ଗୋବିନ୍ଦ ତ୍ରିପାଠୀ। 22 ନମ୍ବର ପ୍ରଶ୍ନ, ଆଜି ମଙ୍ଗନ କାଲି ବାହା, କୁଲା ଢାଉଁ ଢାଉଁ ବଜାଉଥା, ଏହି ଲୋକୋକ୍ତିଟି କେଉଁ ଉଦ୍ଦେଶ୍ୟରେ କୁହାଯାଇଛି? ଅପସନ୍ ଏ ଉଦ୍ଧାର ନେଇ ଶୁଝିବାକୁ ଦିନ ଗଡ଼ାଉଥିବା ବ୍ୟକ୍ତି, ବି ବ୍ୟର୍ଥ ପ୍ରେମିକ ପ୍ରତି କଟାକ୍ଷ, ସି ଆଜି ମଉଜ ମଜଲିସ୍ ଆଗକୁ ଅନେକ ଦୁଃଖ, ଡି ଅଭିଜ୍ଞତାରୁ ମଣିଷ ଶିକ୍ଷା କରେ। 23 ନମ୍ବର ପ୍ରଶ୍ନ, କାୟା ତରୁବର ପଞ୍ଚ ବିଡାଳ, ଏହି ପଦଟିରେ କେଉଁ ଅଳଙ୍କାର ବ୍ୟବହୃତ ହୋଇଛି? ଅପସନ୍ ଏ ଉପମା, ବି ରୂପକ, ସି ବ୍ୟତିରେକ, ଡି ପ୍ରତୀପ। 24 ନମ୍ବର ପ୍ରଶ୍ନ,
ନିମ୍ନଲିଖିତ କେଉଁ ଦୁଇଟି ଶବ୍ଦ ଧମଣ ଚମଣର ପ୍ରତିଶବ୍ଦ ନୁହନ୍ତି? ଅପସନ୍ ଏ ଶଶି ସୂର୍ଯ୍ୟ, ବି ଆଳି କାଳି, ସି ଲଳନା ରସନା, ଡି ବିନ୍ଦୁ ବଧୂ। 25 ନମ୍ବର ପ୍ରଶ୍ନ, ରନ୍ଧନ ଭୋଜନ ନ ଯୋଗାଇ ଏ ତୀର୍ଥର କେଉଁ ତୀର୍ଥର? ଅପସନ୍ ଏ ଯମନିକ ତୀର୍ଥ, ବି ଏକାମ୍ର ତୀର୍ଥ, ସି ବାରାଣସୀ ତୀର୍ଥ, ଡି ପ୍ରୟାଗ ତୀର୍ଥ। 26 ନମ୍ବର ପ୍ରଶ୍ନ, ମାଳତୀ ନଦୀ ତୀରରେ କେଉଁ ଋଷିଙ୍କ ତପସ୍ଥାନ ଥିଲା? ଅପସନ୍ ଏ ବଶିଷ୍ଠ, ବି ବିଶ୍ୱାମିତ୍ର, ସି ମାରକଣ୍ଡ, ଡି ଧନପାଳ। 27 ନମ୍ବର ପ୍ରଶ୍ନ, ରୂପେଣ ମନସିଜ ପରାକ୍ରମେ ସୁରପତି, କ୍ଷମାଏ ପୃଥ୍ୱୀପତି ବଡ଼ିମାଏ ମାରୁତି କିଏ? ଅପସନ୍ ଏ ଅଛି ଅର୍ଜୁନ, ବି ଭୀମ, ସି ପରୀକ୍ଷିତ, ଡି ଅଭିମନ୍ୟୁ। 28 ନମ୍ବର ପ୍ରଶ୍ନ, ଭଗବାନ ବିଷ୍ଣୁ କେଉଁ ରାକ୍ଷସର ସ୍ତ୍ରୀ ହୋଇ ତାକୁ ବଧ କରିଥିଲେ? ଅପସନ୍ ଏ ଅଛି ଜଳନ୍ଧର, ବି ମହିଷାସୁର, ସି ଧୂମ୍ର ଲୋଚନ, ଡି ବୈଲୋଚନ। 29 ନମ୍ବର ପ୍ରଶ୍ନ, ପାଣ୍ଡବଙ୍କ ଯଜ୍ଞରେ ଭଗବାନ କେଉଁ ନାମ ଧାରଣ କରିଥିଲେ? ଅପସନ୍ ଏ ଅଚ୍ୟୁତ, ବି ଅନନ୍ତ, ସି କରୁଣାକର, ଡି କୃପାସାଗର। 30 ନମ୍ବର ପ୍ରଶ୍ନ, କେଉଁ କାର୍ଯ୍ୟଜନିତ ଶାପରୁ ଭଗବାନ ଦାରୁ ରୂପ ହୋଇଥିଲେ? ଅପସନ୍ ଏ ବ୍ରଜ ସ୍ତ୍ରୀଙ୍କ ସଙ୍ଗେ ପ୍ରୀତି କରିବାରୁ, ବି ତୁଳସୀର ସତୀତ୍ୱ ହରିବାରୁ, ସି ବ୍ରହ୍ମ ହତ୍ୟା କରିବାରୁ, ଡି ସ୍ୱାମୀ ହତ୍ୟା କରିବାରୁ। 31 ନମ୍ବର ପ୍ରଶ୍ନ, କୃଷ୍ଣଙ୍କୁ ଶତ୍ରୁ ମନେକରି କିଏ ମୁକ୍ତି ପାଇଲା ବୋଲି ରାସ ପଞ୍ଚାଧ୍ୟାୟୀରେ କୁହାଯାଇଛି? ଅପସନ୍ ଏ କଂସ, ବି ଶିଶୁପାଳ, ଡି ସି ଜରାସନ୍ଧ, ଡି ପୂତନା। 32 ନମ୍ବର ପ୍ରଶ୍ନ, ତାହାଙ୍କ ପାଦେ ଏକ ଚିତ୍ତେ ସେବା କରିବ ଅବିରତେ, କାହାର ପାଦରେ? ଅପସନ୍ ଏ କୃଷ୍ଣଙ୍କର, ବି ସ୍ୱାମୀଙ୍କର, ସି ଗୁରୁଙ୍କର, ଡି ଶାଶୁ ଶ୍ୱଶୁରଙ୍କର। 33 ନମ୍ବର ପ୍ରଶ୍ନ, ତାହାକୁ ବୋଲି ବଡ଼ପଣ ସେପାଇ ବିଷ୍ଣୁର ଚରଣ କିଏ? ଅପସନ୍ ଏ ପ୍ରେମିକ, ବି କୃଷ୍ଣ, ସି ଗୋପୀ, ଡି ପିତାମାତା। 34 ନମ୍ବର ପ୍ରଶ୍ନ, ଭବସାଗରକୁ କବି କାହା ସହିତ ତୁଳନା କରିଛନ୍ତି? ଅପସନ୍ ଏ ରଙ୍ଗପସରା, ବି ନାଟଶାଳା, ସି ମାୟାବର୍ତ୍ତ, ଡି ମିଛ ଖେଳ। 35 ନମ୍ବର ପ୍ରଶ୍ନ, କୌଣସି ଗୋପୀର ବାମ ନେତ୍ର ସ୍ଫୁରିବାରୁ ସେ କ'ଣ ଭାବୁଥିଲା? ଅପସନ୍ ଏ କୃଷ୍ଣଙ୍କର ବହୁତ କ୍ଷତି ହେବ, ବି କଂସ କୃଷ୍ଣଙ୍କୁ ଡାକି ନେଇ ହତ୍ୟା କରିବ, ସି ମୁଁ କିପରି ଏ ବିଚ୍ଛେଦ ସହିବି, ଡି କୃଷ୍ଣ ମୋ ଆଡ଼କୁ ଚାହିଁବେ ପରା। 36 ନମ୍ବର ପ୍ରଶ୍ନ, ଦାମୋଦର କାହିଁକି ରାଗି ମଥୁରାପୁରକୁ ଚାଲିଗଲେ ବୋଲି ଯଶୋଦା ମନେ କରିଛନ୍ତି?
ଅପସନ୍ ଏ ତେନ୍ତୁଳି ଛାଟରେ ପିଟିଲେ ବୋଲି, ବି ଦଉଡ଼ିରେ ବାନ୍ଧିଲେ ବୋଲି, ସି ଅକ୍ରୂର ମାୟା କଲା ବୋଲି, ଡି ଇନ୍ଦ୍ର 7 ଦିନ ବୃଷ୍ଟି କଲା ବୋଲି। 37 ନମ୍ବର ପ୍ରଶ୍ନ, ସୀତାଙ୍କ ବାରତା ପାଇଲେ ରାମଚନ୍ଦ୍ର କ'ଣ କରିବେ ବୋଲି ସୀତା କୋଇଲକୁ କହୁଛନ୍ତି? ଅପସନ୍ ଏ ରାବଣକୁ ବଧ କରି ବିଭୀଷଣକୁ ରାଜା କରିବେ, ବି ବାରାନିଧିରେ ବନ୍ଧ ବାନ୍ଧି ବେନି ଭ୍ରାତା ଏଠାକୁ ଆସିବେ, ସି ଶର ମୁନରେ ଲଙ୍କାକୁ ଉଡ଼ାଇ ଦେବେ, ଡି ମୋତେ ସଙ୍ଗରେ ନେଇ ଅଯୋଧ୍ୟା ଫେରିଯିବେ। 38 ନମ୍ବର ପ୍ରଶ୍ନ, ତନୟ ଖେଳାଉଥାନ୍ତି ଭାଇ ବଳରାମ, ଏହି ପଦରେ ବ୍ୟବହୃତ ବଳରାମ ଶବ୍ଦର କି ଗୂଢ଼ ଅର୍ଥ କୋଇଲିରେ କବି ଜଗନ୍ନାଥ ଦାସ ନିର୍ଣ୍ଣୟ କରିଛନ୍ତି? ଏ ଜୀବ, ବି ପରମ, ସି ନାସା, ଡି ଓଷ୍ଠ। 39 ନମ୍ବର ପ୍ରଶ୍ନ, କି କନ୍ଦର୍ପ ପୁଷ୍ପ ଚାମର ପ୍ରାୟକ କମନୀୟ, କି କୃଷ୍ଣ ସର୍ପିଣୀ ପ୍ରାୟକ ଶୋଭନୀୟ, କି ମର୍କତ ଲତାର ପ୍ରାୟକ ଲୋଭନୀୟ, କି ଇନ୍ଦ୍ର ନୀଳମଣି ମାଳା, ଏହି ବର୍ଣ୍ଣନାଟି କାହାର? ଅପସନ୍ ଏ ବିଦ୍ୟୁଲତା, ବି ବାହୁଲତା, ସି ଭ୍ରୁଲତା, ଡି ତନୁଲତା। 40 ନମ୍ବର ପ୍ରଶ୍ନ, ରାଣୀ ଶଶୀପ୍ରଭାଙ୍କ ସ୍ୱପ୍ନ ବିଷୟ ଜାଣିବା ପାଇଁ ରାଜା ଅନଙ୍ଗ ପଦ୍ମାକର କେତେଜଣ ବୃଦ୍ଧ ପଣ୍ଡିତଙ୍କୁ ବସାଇ ଆଲୋଚନା କଲେ? ଅପସନ୍ ଏ 16 ଜଣ, ବି 14 ଜଣ, ସି 12 ଜଣ, ଡି 9 ଜଣ। 41 ନମ୍ବର ପ୍ରଶ୍ନ, କମଳମୁଖୀ କମଳା କଣ୍ଠ ମରକତ ମାଳା ବୋଲି କବି କାହାକୁ କହିଛନ୍ତି? ଅପସନ୍ ଏ ସରସ୍ୱତୀ, ବି ଲକ୍ଷ୍ମୀ, ସି ବିଷ୍ଣୁ, ଡି ଇନ୍ଦ୍ର। 42 ନମ୍ବର ପ୍ରଶ୍ନ, କେଉଁ ଘଟଣାକୁ ଗଙ୍ଗା ଯମୁନାର ସଙ୍ଗମ ବୋଲି କୁହାଯାଇଛି? ଅପସନ୍ ଏ କୃଷ୍ଣଙ୍କ ସହିତ ଦୁର୍ଗା ଜନ୍ମ ନେବା, ବି ବଳରାମଙ୍କ ସହ କୃଷ୍ଣ ଜନ୍ମ ହେବା, ସି ବସୁଦେବ ସହିତ ଉଗ୍ରସେନର ସାକ୍ଷାତ ହେବା, ଡି ଯମୁନା ପାରି ହେବା ବେଳେ କାଳୀୟ ନାଗ ଫଣା ଟେକିବା। 43 ନମ୍ବର ପ୍ରଶ୍ନ, କନକଲତା ନୀଳମଣି ସ୍ଥଳରେ ପବନେ ଢଳିଲା ପରାଏ କବି ଏଠାରେ କେଉଁ ଦୃଶ୍ୟର ବର୍ଣ୍ଣନା କରିଛନ୍ତି? ଅପସନ୍ ଏ କାମକ୍ରୀଡ଼ା, ବି ଜଳକ୍ରୀଡ଼ା, ସି ଦ୍ୟୁତକ୍ରୀଡ଼ା, ଡି ମାଲକୁସ୍ତି। କାମର ଦ୍ୱିତୀୟ ଦଶାଟି କ'ଣ? ଅପସନ୍ ଏ ଅଙ୍ଗ ସଙ୍ଗ ଆଶା, ବି ଗୁଣ ଶ୍ରବଣ, ସି ଚିନ୍ତା, ଡି ବିଳାପ। 45 ନମ୍ବର ପ୍ରଶ୍ନ, ସ୍ନାନ ଗୁଣ୍ଡିଚା ଆଦି ସ୍ୱୟଂ ଲୀଳାରେ ପ୍ରଭୁ ଜଗନ୍ନାଥ କାହିଁକି ଆପଣାର ପ୍ରାସାଦରୁ ବାହାରି ଆସନ୍ତି? ଅପସନ୍ ଏ ଭକ୍ତମାନଙ୍କୁ ଦର୍ଶନ ଦେବା ଲାଗି, ବି ପାପୀମାନଙ୍କୁ ଉଦ୍ଧାର କରିବା ଲାଗି, ସି ରାଜାଙ୍କୁ ଦେଇଥିବା ବର ଲାଗି, ଡି ଅନ୍ତରଙ୍ଗ ଲୀଳାର ପ୍ରଚାର ଲାଗି। 46 ନମ୍ବର ପ୍ରଶ୍ନ, ସ୍ନେହ ପୂର୍ଣ୍ଣରେ ଚନ୍ଦ୍ର ଚନ୍ଦ୍ର ଚୂର୍ଣ୍ଣରେ ଖେଳିଲେ ତାରାଳି ସଙ୍ଗତେ, ତ୍ରିଜାମା ରାମା ଶ୍ୟାମା ଅତିଶୟରେ କସ୍ତୁରିକା ଦଳି ଫିଙ୍ଗନ୍ତେ, ଏହି ବର୍ଣ୍ଣନାଟି କେଉଁ ଘଟଣାକୁ ସୂଚାଉଅଛି? ଅପସନ୍ ଏ ଫଗୁ ଖେଳ, ବି ବସନ୍ତକାଳୀନ ରାତ୍ରିର ଦୃଶ୍ୟ, ସି ପୁଷ୍ପିତ ଉପବନ, ଡି ପକ୍ଷୀମାନଙ୍କ କାକଳି। 47 ନମ୍ବର ପ୍ରଶ୍ନ,
ଋଷି ବିଶ୍ୱାମିତ୍ରଙ୍କ ଗର୍ବ କାହିଁକି ଭାଙ୍ଗିଯିବ ବୋଲି କୁମାର ଚିନ୍ତା କରୁଛି? ଅପସନ୍ ଏ ବିଶ୍ୱାମିତ୍ରଙ୍କ ଠାରୁ ସେ କଠୋର ତପସ୍ୱୀ ହେବ। ବି ବିନା ତପସ୍ୟାରେ ତାକୁ ବ୍ରହ୍ମପଦ ପ୍ରାପ୍ତ ହେବ। ସି ବିଶ୍ୱାମିତ୍ରଙ୍କ ପରି ସେ ଦ୍ୱିତୀୟ ସ୍ୱର୍ଗ ରଚିବ। ଡି ତାକୁ ତାର ପ୍ରେମିକା ରାଜକୁମାରୀ ସହାୟକ ହେବ। 48 ନମ୍ବର ପ୍ରଶ୍ନ। କିତାବ ସ୍ଫୁଟ ଘନେ ହରେ ସୂଚିତ କଙ୍କ କେଳି ପ୍ରକଟ ହେଲା ବହୁତ। ଏହା କେଉଁ ଋତୁରେ ବର୍ଣ୍ଣନା? ଅପସନ୍ ଏ ଗ୍ରୀଷ୍ମ, ବି ବର୍ଷା, ସି ଶୀତ, ଡି ବସନ୍ତ। 49 ନମ୍ବର ପ୍ରଶ୍ନ। କବି ଅଭିମନ୍ୟୁ ରାଗମାର୍ଗୀ ପଣ୍ଡିତ କାବ୍ୟରସିକମାନଙ୍କୁ କାହିଁକି ମେଘ ସହିତ ତୁଳନା କରିଛନ୍ତି? ଅପସନ୍ ଏ ମେଘ ସବୁ ସ୍ଥାନରେ ସମାନ ଭାବେ ବର୍ଷା କରେ। ବି ମେଘ ବର୍ଷା କରି ଗ୍ରୀଷ୍ମତାପ ନିବାରଣ କରେ। ସି ମେଘ ଲୁଣି ଓ ମଧୁର ଉଭୟ ସ୍ଥାନରୁ ପାଣି ସଂଗ୍ରହ କରିଥିଲେ ବି କେବଳ ମଧୁର ଜଳ ବୃଷ୍ଟି କରେ। ଡି ଭକ୍ତ ରୂପୀ ଚାତକମାନଙ୍କ ମନକୁ ତୃପ୍ତ କରେ। 50 ନମ୍ବର ପ୍ରଶ୍ନ। ମୃଗାଙ୍କ ଅଙ୍କରୁ ଅମୃତ ବିନ୍ଦୁ କି ପ୍ରତି ରୋମୋଦ୍ଗମେ ପ୍ରଚାର? ଏହି ପଦରେ କାବ୍ୟନାୟିକା ଶ୍ରୀରାଧାଙ୍କ କେଉଁ ଅଙ୍ଗର ବର୍ଣ୍ଣନା ପ୍ରଦତ୍ତ ହୋଇଛି? ଅପସନ୍ ଏ ହସ୍ତ, ବି ପାଦ, ସି ମୁଖ, ଡି ବକ୍ଷ।